ପିଲାମାନେ ନେକ୍ସଟ ଟାଇମ୍ ଆମେ ଡିସ୍କସନ୍ କରିଥିଲେ ଓଡ଼ିଆ ସାହିତ୍ୟ ସିନ୍ଧୁ ବହିର ପ୍ରଥମ ଚ୍ୟାପ୍ଟର। ଆଜି ଆମେ ଡିସ୍କସନ୍ କରିବା ଓଡ଼ିଆ ସାହିତ୍ୟ ସିନ୍ଧୁ ବହିର ଦ୍ୱିତୀୟ ଚ୍ୟାପ୍ଟର, ଯାହାର ନାଁ ହେଉଛି ରାଘବଙ୍କ ଲଙ୍କା ଯାତ୍ରାନୁକୂଳ। ତେବେ ଆଉ ଗୋଟେ କଥା କହି ରଖୁଛି ପିଲାମାନେ, ଯଦି କେହି ପ୍ରଥମ ଚ୍ୟାପ୍ଟର କ୍ୱେଶ୍ଚିନ୍ ଆନ୍ସର ମିସ୍ କରିଯାଇଛ, ତେବେ ଜମା ବି ବ୍ୟସ୍ତ ହୁଅନି, କାରଣ ଆମ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ ଏବଂ ଭିଡ଼ିଓ ଶେଷରେ ପ୍ରଥମ ଚ୍ୟାପ୍ଟରର ଲିଙ୍କ ଦିଆଯାଇଛି। ସେହି ଲିଙ୍କକୁ କ୍ଲିକ୍ କରି ପ୍ରଥମ ଚ୍ୟାପ୍ଟରର କ୍ୱେଶ୍ଚିନ୍ ଆନ୍ସର ଦେଖିପାରିବେ। ତେବେ ଆଉ ଡେରି କାହିଁକି, ଆଜି ଡିସ୍କସନ୍ କରିବା ଦ୍ୱିତୀୟ ଚ୍ୟାପ୍ଟର ଉପରେ। ଏବେ ଦେଖିବା 1 ନମ୍ବରରେ କ'ଣ କ୍ୱେଶ୍ଚିନ୍ ଅଛି। ପ୍ରତ୍ୟେକର 3ଟି ଲେଖାଏଁ ପ୍ରତି ଶବ୍ଦ ଲେଖ। ପିଲାମାନେ, ପ୍ରତି ଶବ୍ଦର ମାନେ ହେଉଛି ଗୋଟିଏ ଶବ୍ଦ କିନ୍ତୁ ତାର ଭିନ୍ନ ଅର୍ଥ, ଆଉ ସେହି ଭିନ୍ନ ଅର୍ଥ ଗୋଟିଏ ଶବ୍ଦକୁ ହିଁ ବୁଝାଏ। ଯେପରିକି ସିନ୍ଧୁ, ସିନ୍ଧୁର ପ୍ରତିଶବ୍ଦ ହେଉଛି ସମୁଦ୍ର, ସାଗର, ବାରିଧି। ପର୍ବତ, ପର୍ବତର ପ୍ରତିଶବ୍ଦ ହେଉଛି ପାହାଡ଼, ଗିରି ଏବଂ ଶୈଳ। ସେହିପରି ଆକାଶ, ଆକାଶର ପ୍ରତିଶବ୍ଦ ହେଉଛି ଗଗନ, ନଭ, ବିହାୟସ। ଏବେ ଦେଖିବା 2 ନମ୍ବର କ୍ୱେଶ୍ଚିନ୍। ନିମ୍ନଲିଖିତ ଶବ୍ଦମାନଙ୍କର ଗଦ୍ୟ ରୂପ ଲେଖ। ପ୍ରାପତି, ପ୍ରାପତିର ଗଦ୍ୟ ରୂପ ହେଉଛି ପ୍ରାପ୍ତି। ଜନମି, ଜନ୍ମି। ସେହିପରି ଦୈବ, ଦୈବ। ଏବେ ଦେଖିବା 3 ନମ୍ବର କ୍ୱେଶ୍ଚିନ୍। ନିମ୍ନଲିଖିତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ। ପିଲାମାନେ, ବିପରୀତାର୍ଥବୋଧକ ଶବ୍ଦ ମାନେ ହେଉଛି ବିପରୀତ ଶବ୍ଦ, ମାନେ ଗୋଟିଏ ଶବ୍ଦର ଅପୋଜିଟ୍ ୱାର୍ଡ। ଯେପରିକି ଆଶା, ଆଶାର ବିପରୀତ ଅର୍ଥ ହେଉଛି ନିରାଶା। ସେହିପରି ନିଶ୍ୱାସ, ପ୍ରଶ୍ୱାସ। ପ୍ରସନ୍ନ, ବିଷର୍ଣ୍ଣ। ଜ୍ୟେଷ୍ଠ, କନିଷ୍ଠ। ଜନ୍ମ, ମୃତ୍ୟୁ। ପୁଣ୍ୟ, ପାପ। ବିରସ ଏବଂ ହରସ। ଏବେ ଦେଖିବା 4 ନମ୍ବର କ୍ୱେଶ୍ଚିନ୍। ନିମ୍ନଲିଖିତ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର। ଆନ୍ସର ହେଉଛି ପିତୃବ୍ୟ। ଗୋବିନ୍ଦ ଶରତ ବାବୁଙ୍କୁ ପିତୃବ୍ୟ ଜ୍ଞାନ କରୁଥିଲେ। ବ୍ୟୋମ, ପ୍ରଭାତ ହେଲେ ବ୍ୟୋମ ଦେଶ ଉଜ୍ଜ୍ୱଳି ଉଠେ। ପ୍ରସନ୍ନ, ଚିତ୍ତ ପ୍ରସନ୍ନ ରହିଲେ ଶରୀର ସୁସ୍ଥ ରହେ। ଅନୁଜ, ଅନୁଜ ବିଭୀଷଣଙ୍କ ଉପରେ ରାବଣର କ୍ରୋଧ ଥିଲା ଅହେତୁକ। ସତ୍ୱର, ଶତ୍ରୁ ଲୁଚିଥିବାର ଖବର ଜାଣିବା ମାତ୍ରେ ସେଠାରୁ ସତ୍ୱର ପଳାୟନ କରିବା ତାଙ୍କର ଉଚିତ ଥିଲା। ଏବେ ଦେଖିବା 5 ନମ୍ବର କ୍ୱେଶ୍ଚିନ୍। ସନ୍ଧି ବିଚ୍ଛେଦ କର। ବଜ୍ରାଘାତ, ବଜ୍ର ପ୍ଲସ୍ ଆଘାତ ମିଶିଲେ ହେବ ବଜ୍ରାଘାତ।
प्रत्युत्तर प्रति प्लस उत्तर मिसिले हेब प्रत्युत्तर निश्वास नि प्लस श्वास मिसिले हेब निश्वास एबे देखिबा 6 नंबर क्वेश्चन व्यास वाक्य सह समासर नाम लेख आंसर विभूति भूषण विभूति रे भूषित जे एहा हेउछि उपपद तत्पुरुष समास विभूति जाହାର भूषण एहा हेउछि बहुब्रीहि समास सेहिपरि विंशति कर विंश कर जाହାର एहा हेउछि उपपद तत्पुरुष समास विंश अटे जाହାର कर एहा हेउछि बहुब्रीहि समास देव रिपु देवतांक रिपु षष्ठी तत्पुरुष समास हीन पराक्रम हीन अटे पराक्रम एहा हेउछि कर्मधारय समास बुझिले तो पिलामाने पिलामाने एबे देखिबा 7 नंबर क्वेश्चन के भଳି आउ 5 गोटी ध्वन्यात्मक युग्म शब्द लेख आंसर से पे में भे खे चे एवं फे एबे देखिबा 8 नंबर क्वेश्चन सिंधु को पोतिबा पाई रामचंद्र काहींकी स्थिर कले आंसर सीता रावण द्वारा अपहृता होई लंकारे थिबार संवाद पाइला परे सीता को उद्धार करिबा पाई तांको इच्छा बलवती हेला तेणु सिंधुपति लंकारु सीता को उद्धार पाई रामचंद्र स्थिर कले एबे देखिबा 9 नंबर क्वेश्चन कवितारे राघव शब्दटी काहा उद्देश्य रे व्यवहार करा जाइछि आंसर रघुवंशजात रामचंद्र को उद्देश्य रे कवि राघव शब्दटी व्यवहार करिछंती एबे देखिबा 10 नंबर क्वेश्चन वरुण को प्रसन्न करिबा पाई रामचंद्र कौन कले आंसर जेते पत्थर पकाइले भी समुद्र रे तार सत्ता हजिगला तेणु समुद्र रे बंध करिबारे एतादृश बाधा को अतिक्रम करिबा पाई रामचंद्र उपवासरे रहिबा सहित कुश शय्यारे शयन करी जलाधिपति वरुण को प्रसन्न करी तांकर सहायता चाहिथिले वरुण को प्रसन्न करिबा पाई से एही उपाय अवलंबन करिथिले पिलामाने एबे देखिबा 11 नंबर क्वेश्चन रावण सुक सारणक माध्यम रे विभीषणक पाखकू की वार्ता पठाइले आंसर सुक और सारणक माध्यम रे विभीषणक निकटकू कूटनीति आचरित वार्ता पठाइथिला से ता वार्तारे कहिथिला जे से हेउछि विभीषणर बड़ भाई पितृतुल्य जदि तांकर कौनसी कथा विभीषण को आघात देइछि
ସେ ତାକୁ ଭୁଲିଯିବା ଉଚିତ। ରାବଣ ଉପରେ ରାଗି ତାଙ୍କ କଥାକୁ ମନ୍ଦ ଜ୍ଞାନ କରି ରାମଙ୍କଠାରେ ସେ ଶରଣ ନେବା ଅନୁଚିତ। ଲଙ୍କାରେ ଥିବାବେଳେ ବିଭୀଷଣ ରାଜଭୋଗ କରୁଥିଲା, କିନ୍ତୁ ଏବେ ଜଟାଜୁଟଧାରୀ ଯୋଗୀ ତୁଲ୍ୟ ବନଚାରୀ ରାମଚନ୍ଦ୍ରଙ୍କ ସହ ଦୁଃଖ କଷ୍ଟରେ ବିଭୀଷଣ କାଳାତିପାତ କରୁଛି। ସେ ବଡ଼କୂଳରେ ଜନ୍ମ ହୋଇ ରାମଙ୍କ ପରି ଯୋଗୀଙ୍କ ଶରଣାପନ୍ନ ହେବା ବୁଦ୍ଧିମାନର କାର୍ଯ୍ୟ ହୋଇନାହିଁ। ତେଣୁ ସେ ଲଙ୍କା ଫେରିଯିବା ଉଚିତ। ପିଲାମାନେ, ଏବେ ଦେଖିବା 12 ନମ୍ବର କ୍ୱେଶ୍ଚିନ୍। ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ? ଆନ୍ସର, ରାମଙ୍କର ଲଙ୍କାଯାତ୍ରା ଉଦ୍ୟମକୁ ବ୍ୟର୍ଥ କରିବାକୁ ଯାଇ ରାବଣ ତାର 2 ଚର ଶୁକ ଓ ସାରଣଙ୍କୁ ପଠାଇବା ପୂର୍ବରୁ ରାମଙ୍କ ଅନୁଗତଙ୍କ ମଧ୍ୟରେ ଭେଦ ସୃଷ୍ଟି କରାଇବା ପାଇଁ ଶୁକ ସାରଣକୁ ପରାମର୍ଶ ଦେଇଛି। ସେ ଏହି ଉଭୟଙ୍କୁ ପରାମର୍ଶ ଛଳରେ କହିଛି ଯେ ସେମାନେ ଯାଇ ଅଙ୍ଗଦକୁ ମନେ ପକାଇ ଦିଅନ୍ତୁ ଯେ ରାମଚନ୍ଦ୍ର ହେଉଛି ତାର ପିତା ବଳିର ହତ୍ୟାକାରୀ, ଯିଏ ତାର ପିତାକୁ ବଧ କରିଛି। ସେ ବ୍ୟକ୍ତିଠାରେ ଆନୁଗତ୍ୟ ପ୍ରକାଶ ଅଙ୍ଗଦର ଅନୁଚିତ। ଏବେ ଦେଖିବା 13 ନମ୍ବର କ୍ୱେଶ୍ଚିନ୍। ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ କିଏ ଆସିଥିଲେ? ଆନ୍ସର, ରାବଣର ବାର୍ତ୍ତା ନେଇ ଅଙ୍ଗଦ ନିକଟକୁ ତାର 2 ଜଣ ଦୂତ ଯଥା ଶୁକ ଓ ସାରଣ ଆସିଥିଲେ। ଏବେ ଦେଖିବା 14 ନମ୍ବର କ୍ୱେଶ୍ଚିନ୍। ରାବଣର ବାର୍ତ୍ତା ଶୁଣି ଅଙ୍ଗଦ କି ପ୍ରତିକ୍ରିୟା ପ୍ରକାଶ କଲେ? ଆନ୍ସର, ଶୁକ ଓ ସାରଣଙ୍କଠାରୁ ରାବଣର ବାର୍ତ୍ତା ଶୁଣି ଅଙ୍ଗଦ ଖୁବ୍ ରାଗିଯାଇଛି। ଏମାନଙ୍କ ଉଦ୍ଦେଶ୍ୟରେ ସେ ବଜ୍ରାଘାତ ସମ ଚାପୁଡ଼ା ମାରିଛି। ମାତ୍ର ଧର୍ମ ବଳରୁ ସେମାନେ ରକ୍ଷା ପାଇଗଲେ ବୋଲି ପ୍ରକାଶ କରିଛନ୍ତି। ପିଲାମାନେ, ଯଦି କୌଣସି ବିଷୟ ତୁମେମାନେ ମିସ୍ କରିଯାଉଛ, ତେବେ ବ୍ୟସ୍ତ ହୁଅନି। ଆମ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଭିଡ଼ିଓର ଶେଷରେ ଲିଙ୍କ୍ ଦିଆଯାଇଛି। ସେହି ଲିଙ୍କ୍କୁ କ୍ଲିକ୍ କରି ତମେମାନେ ସବୁ ଭିଡ଼ିଓର କ୍ୱେଶ୍ଚିନ୍ ଆନ୍ସର ଦେଖିପାରିବ। ଆଉ ହଁ, ଆମ ପେଜକୁ ଲାଇକ୍, ଫଲୋ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଏବେ ଦେଖିବା 15 ନମ୍ବର କ୍ୱେଶ୍ଚିନ୍। ମନ୍ତ୍ରୀ ଦ୍ୱୟ ରାବଣ ନିକଟରେ କି ଉକ୍ତି ପ୍ରକାଶ କଲେ? ଆନ୍ସର, ଶୁକ ଓ ସାରଣ ରାବଣ ନିକଟରେ ପହଞ୍ଚି ପ୍ରକାଶ କଲେ ଯେ ସେମାନଙ୍କ କଥା ଶୁଣି ପ୍ରଥମେ ବିଭୀଷଣ କହିଲା, ରାବଣ ଆଗେ ସୀତାଙ୍କୁ ଫେରାନ୍ତୁ, ତାପରେ ଯାହା ବିଚାର କରାଯିବ। ମାତ୍ର କିଛି ନ ଶୁଣି ସେମାନଙ୍କ ଉଦ୍ଦେଶ୍ୟରେ ବଜ୍ରାଘାତ ସମ ଚାପୁଡ଼ା ମାରିଲେ। କିନ୍ତୁ ଧର୍ମ ବଳରୁ ସେମାନେ ଅଙ୍ଗହାନିରୁ ବର୍ତ୍ତି କଲେ। ଯଦି ଅଙ୍ଗଦଙ୍କ ଚାପୁଡ଼ା ସେମାନଙ୍କଠାରେ ବାଜିଥାନ୍ତା, ତେବେ ଅନାସାୟରେ ସେମାନେ ଧୂଳିସାତ୍ ହୋଇଥାନ୍ତେ। ଯଦି ତାହା ପାହାଡ଼ରେ ବାଜିଥାନ୍ତା, ତେବେ ତାହା ରସାଳତଗାମୀ ହୋଇଥାନ୍ତା। ଏବେ ଦେଖିବା 16 ନମ୍ବର କ୍ୱେଶ୍ଚିନ୍।
ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ପ୍ରହାରରେ ମନ୍ତ୍ରୀ ଦ୍ୱୟଙ୍କର କି ଅବସ୍ଥା ହୋଇଥାନ୍ତା? ଆନ୍ସର, ଅଙ୍ଗଦଙ୍କ ଶକ୍ତ ଚାପୁଡ଼ା ମାଡ଼ରେ ରାବଣର ମନ୍ତ୍ରୀଦ୍ୱୟ ଶୁକ ଓ ସାରଣ ଆତଙ୍କିତ ହୋଇ ଜୀବନ ନେଇ ପଳାୟନ କରିଛନ୍ତି। ଧର୍ମ ବଳରୁ ଅଙ୍ଗଦଙ୍କ ଚାପୁଡ଼ାରୁ ସେମାନେ ବର୍ତ୍ତିଗଲେ ବୋଲି ରାବଣ ଆଗରେ ଯାଇ ପ୍ରକାଶ କରିଛନ୍ତି। ପୁଣି ସେମାନେ ଆଶଙ୍କା କରିଛନ୍ତି ଯେ ଯଦି ସେ ଚାପୁଡ଼ା ସେମାନଙ୍କ ଦେହରେ ବାଜିଥାନ୍ତା ତେବେ ନିଶ୍ଚୟ ଅଙ୍ଗହାନି ହୋଇଥାନ୍ତା, ନଚେତ୍ ଅନାଶାୟରେ ସେମାନେ ଧୂଳିସାତ୍ ମଧ୍ୟ ହୋଇଥାନ୍ତେ। ମାତ୍ର ବିଧାତାଙ୍କ କୃପାରୁ ସେମାନେ ରକ୍ଷା ପାଇଗଲେ। ଏବେ ଦେଖିବା 17 ନମ୍ବର କ୍ୱେଶ୍ଚିନ୍। ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ? ଆନ୍ସର, ରାମଙ୍କ ସୈନ୍ୟ ଅଗଣନ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ। ତାଙ୍କ କଳନା ଅନୁସାରେ ସଂଖ୍ୟାରେ ଯେତେ ଶଙ୍ଖ ଅଛି ଓ ସାଗର ଗର୍ଭରେ ଜନ୍ମିତ ଯେତେ ଶଙ୍ଖ ନାହିଁ ତତୋଧିକ ସୈନ୍ୟବଳ ବା ସଂଖ୍ୟା ହେଉଛି ରାମଚନ୍ଦ୍ରଙ୍କ ସେନାନୀର। ଏବେ ଦେଖିବା 18 ନମ୍ବର କ୍ୱେଶ୍ଚିନ୍। ସମୁଦ୍ର ତରିବା ନିମନ୍ତେ ରାଘବ କ'ଣ ପାଞ୍ଚିଥିଲେ? ଆନ୍ସର, ସୀତାଙ୍କୁ ଲଙ୍କାରୁ ଉଦ୍ଧାର ପାଇଁ ସମୁଦ୍ର ପାର ହେବା ରାମଙ୍କ ପକ୍ଷେ ନିତାନ୍ତ ପ୍ରୟୋଜନ। ତେଣୁ ସମୁଦ୍ର ତରିବା ବା ପାର ହେବା ପାଇଁ ସେ ସମୁଦ୍ରରେ ପଥର ବନ୍ଧ ବାନ୍ଧିବାକୁ ଉପାୟ ପାଞ୍ଚିଥିଲେ। ପିଲାମାନେ, ଏବେ ଆମେ ସରଳାର୍ଥ କ୍ୱେଶ୍ଚିନ୍ ଆନ୍ସର ଉପରେ ଡିସ୍କସନ୍ କରିବା। ଏବେ ଦେଖିବା 19 ନମ୍ବରରେ କ'ଣ କ୍ୱେଶ୍ଚିନ୍ ଅଛି। ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ। ବିସ୍ମୟୀ ... ଦର୍ଭ ଶୟନେ ଯେ। ସଂଶିତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରୁ ଆସିଅଛି। ଆଲୋଚ୍ୟ ପ୍ରସଙ୍ଗରେ ପଥର ବନ୍ଧ ପାଇଁ ସମୁଦ୍ରକୁ ଫିଙ୍ଗାଯାଉଥିବା ପଥର ସତ୍ତାହୀନ ହୋଇପଡ଼ିବାରୁ ରାମଙ୍କର ବଢ଼ିଯାଇଥିବା ବିସ୍ମୟ ଭାବକୁ ସୂଚିତ କରାଯାଇଛି। ରାବଣ ସୀତାଙ୍କୁ ଅପହରଣ କରି ନେଲା ପରେ ରାମଚନ୍ଦ୍ର ବିଭିନ୍ନ ସ୍ଥାନରେ ସନ୍ଧାନ କଲା ପରେ ଶେଷରେ ରାବଣ ସୀତାଙ୍କୁ ଲଙ୍କାରେ ରଖିଥିବାର ଅବଗତ ହେଲେ। ତେଣୁ ସୀତାଙ୍କୁ ସେଠାରୁ ତତ୍କ୍ଷଣାତ୍ ଉଦ୍ଧାର ପାଇଁ ରାମଙ୍କର ବ୍ୟାକୁଳତା ଦେଖାଦେଲା। ଲଙ୍କାକୁ ଯିବାକୁ ସାଗର ପାରି ହେବାର ଆବଶ୍ୟକତା ଥିବାରୁ ସେଠାରେ ଏକ ସେତୁ ବନ୍ଧ ତିଆରି ପାଇଁ ରାମଚନ୍ଦ୍ର ସିଦ୍ଧାନ୍ତ ନେଲେ। ମାତ୍ର ସେତୁବନ୍ଧ ଆରମ୍ଭ ବେଳେ ସମୁଦ୍ର ଗର୍ଭକୁ ଯେତେ ପଥର ନିକ୍ଷେପ କରାଗଲା ତାହାର ସତ୍ତା ମିଳିଲା ନାହିଁ। ଏଥିରେ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରି ଜଳ ଦେବତା ବରୁଣଙ୍କ ସହାୟତା ମନସ୍ଥ କଲେ। ସେ ଉପବାସରେ ରହିଲେ ଓ କୁଶକୁ ସେଜ କରି ଶୋଇଲେ। ବାସ୍ତବରେ ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ରଙ୍କର ଏପରି ସାଧନା ତାଙ୍କ ବ୍ୟକ୍ତିତ୍ୱର
ଔଜ୍ଜ୍ୱଲ୍ୟକୁ ହିଁ ପ୍ରକଟିତ କରିଛି। ପିଲାମାନେ, ଏବେ ଦେଖିବା 20 ନମ୍ବର ସରଳାର୍ଥରେ କ'ଣ କୋଶ୍ଚିନ୍ ଅଛି। ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମି ଶରଣ କି କାରଣେ ଯେ। ବିଭୂତି କି ... କାରଣେ ଯେ। ପ୍ରୋକ୍ତ କାବ୍ୟାଂଶଟି କବି ଉପେନ୍ଦ୍ର ଭଞ୍ଜ ଲିଖିତ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରୁ ଉଦ୍ଧୃତ। ଆଲୋଚ୍ୟ ପ୍ରସଙ୍ଗରେ ରାବଣ ଦୁଇ ମନ୍ତ୍ରୀଙ୍କୁ ଦୂତ କରି ବିଭୀଷଣଙ୍କ ନିକଟକୁ ଯେଉଁ ବାର୍ତ୍ତା ଦେଇଛି ସେ ସମ୍ପର୍କରେ ସୂଚିତ କରାଯାଉଛି। ରାମଚନ୍ଦ୍ରଙ୍କ ଲଙ୍କା ଯାତ୍ରା ଅନୁକୂଳକୁ ପ୍ରତିହତ କରିବା ପାଇଁ ରାବଣ କୂଟନୀତି ପ୍ରୟୋଗ କରି ବିଭୀଷଣ ଓ ରାମଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଉଦ୍ୟମ କରିଛି। ଏଥିପାଇଁ ସେ ନିଜର ଦୁଇ ମନ୍ତ୍ରୀ ଶୁକ ଓ ସାରଣକୁ ଦୂତ କରି ବିଭୀଷଣଙ୍କ ନିକଟକୁ ପଠାଇଛି। ସେମାନେ ବିଭୀଷଣ କ'ଣ କହିବେ ସେ ବିଷୟରେ ରାବଣ ସେମାନଙ୍କୁ ପରାମର୍ଶ ଦେବାକୁ ଯାଇ କହିଛି ଯେ ସେମାନେ ଯାଇ ରାମଙ୍କ ଶରଣାପନ୍ନ ହୋଇଥିବା ଅନୁଜ ବିଭୀଷଣକୁ କହିବେ ରାବଣ ତାର ବଡ଼ ଭାଇ, ବଡ଼ ଭାଇ ପିତୃତୁଲ୍ୟ। ଯଦି ତାଙ୍କର କୌଣସି କଥା ବିଭୀଷଣକୁ ଆଘାତ ଦେଇଛି ସେ ତାକୁ ଭୁଲିଯିବା ଉଚିତ। ରାବଣ ଉପରେ ରାଗି ଓ କଥାକୁ ମନ୍ଦ ଜ୍ଞାନ କରି ସେ ରାମଙ୍କ ନିକଟରେ ଶରଣାପନ୍ନ ହେବା ଅନୁଚିତ। ସେ ଲଙ୍କାରେ ଥିବାବେଳେ ରାଜଭୋଗ କରୁଥିଲା, ମାତ୍ର ଏବେ ଯୋଗୀତୁଲ୍ୟ ଜଟାଜୁଟଧାରୀ ବନଚାରୀ ରାମଚନ୍ଦ୍ରଙ୍କ ସାଙ୍ଗରେ ଦୁଃଖ କଷ୍ଟରେ ବିଚରଣ କରୁଛି। ସେ ବଡ଼ କୂଳରେ ଜାତ ହୋଇ ରାମଙ୍କ ପରି ବନଚାରୀ ଯୋଗୀଙ୍କ ପାଖରେ ଶରଣ ନେବା ବିବେକବନ୍ତ କାର୍ଯ୍ୟ ହୋଇନି। ରାବଣର ଏହି ବକ୍ତବ୍ୟରେ କୂଟନୀତିକ ଚାତୁରୀ। ଏବେ ଦେଖିବା 21 ନମ୍ବର ସରଳାର୍ଥ କୋଶ୍ଚିନ୍। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟ ଭାନୁ ତୋଷୀ ହେଲେ ବଞ୍ଚାଇ ଦଇବ ଯେ। ବାଜିଥିଲେ ... ଦଇବ ଯେ। ଉକ୍ତ ପଦ୍ୟାଂଶଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରୁ ଆସିଅଛି। ଅଙ୍ଗଦର ଚାପୁଡ଼ାଘାତର ପରିଣତି କ'ଣ ହୋଇଥାନ୍ତା ସେ ସମ୍ପର୍କରେ ଏହି ପ୍ରସଙ୍ଗରେ ଶଙ୍କାଗ୍ରସ୍ତ ରାବଣର ମନ୍ତ୍ରୀଦ୍ୱୟ କଳନା କରିଛନ୍ତି। ରାବଣର ପରାମର୍ଶରେ ଶୁକ ଓ ସାରଣ ଅଙ୍ଗଦକୁ ଆକାଶ ମାର୍ଗରୁ ରାବଣର ବାର୍ତ୍ତା ବଖାଣିଲେ। ସେମାନେ କହିଲେ ଯେ ରାମଚନ୍ଦ୍ର ହେଉଛନ୍ତି ଅଙ୍ଗଦ ପିତୃହନ୍ତାକାରୀ। ଏପରି ପିତୃହନ୍ତାକାରୀଙ୍କୁ ଅଙ୍ଗଦଙ୍କ ସହାୟତା ନିର୍ବୋଧତାର ପରିଚୟକ ସେ। ତେଣୁ ତାଙ୍କ ସଙ୍ଗ ଛାଡ଼ିଦେବା ଉଚିତ। ଅଙ୍ଗଦ ଏକଥା ଶୁଣିସାରି କ୍ରୋଧିତ ହୋଇ ଶୁକ ଓ ସାରଣଙ୍କ ଉଦ୍ଦେଶ୍ୟରେ ବଜ୍ରତୁଲ୍ୟ ଚାପୁଡ଼ାଘାତ କଲା। ମାତ୍ର ଦୈବ ଯୋଗକୁ ତାହା ଏମାନଙ୍କ ଅଙ୍ଗରେ
ବାଜିଲା ନାହିଁ। ସେମାନେ ଭୟଭୀତ ହୋଇ ରାବଣ ପାଖରେ ପହଞ୍ଚି ଅଙ୍ଗଦର ଏହି ଚାପୁଡ଼ା ଘାତର ପରିଣତିକୁ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ବଜ୍ରତୁଲ୍ୟ ଏହି ଚାପୁଡ଼ା ସେମାନଙ୍କ ଅଙ୍ଗରେ ବାଜିଥିଲେ ନିଶ୍ଚୟ ଅଙ୍ଗହାନି ଘଟିଥାନ୍ତା, ନଚେତ୍ ସେମାନେ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଥାନ୍ତେ। ଏହି ବଜ୍ରାଘାତତୁଲ୍ୟ ଚାପୁଡ଼ା ଯଦି ପର୍ବତ ଦେହରେ ବାଜିଥାନ୍ତା, ତେବେ ତାହା ନିଶ୍ଚୟ ପାତାଳଗାମୀ ହୋଇଥାନ୍ତା। ଯାହା ହେଉ, ଭାଗ୍ୟ ଅନୁକୂଳ ଥିବାରୁ ସେମାନେ ଅଙ୍ଗଦଙ୍କ ବଜ୍ରତୁଲ୍ୟ ଚାପୁଡ଼ା ଘାତରୁ ବର୍ତ୍ତି କଲେ। ଏଥିରୁ ଅଙ୍ଗଦ ଅପରିମିତ ଶକ୍ତି ଓ ସାହସର ପରିଚୟ ମିଳେ। ପିଲାମାନେ, ଏବେ ଲଙ୍ଗ କ୍ୱେଶ୍ଚିନ୍ ଉପରେ ଡିସ୍କସନ୍ କରିବା। ଦେଖିବା 22 ନମ୍ବରରେ କ'ଣ କ୍ୱେଶ୍ଚିନ୍ ଅଛି। ଲଙ୍କା ଯାତ୍ରା ନିମନ୍ତେ ରାଘବଙ୍କ ପ୍ରୟାସ ବର୍ଣ୍ଣନା କର। କିମ୍ବା ରଘୁପତି ରାଘବ ଲଙ୍କା ଯାତ୍ରା ପାଇଁ ଯେଉଁ ଯୋଜନା କରିଥିଲେ ତାହାର ଚିତ୍ର ପଠିତ କବିତା ଆଧାରରେ ଚିତ୍ରିତ କର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ଅସାମାନ୍ୟ ପ୍ରତିଭାର ଅଧିକାରୀ। ଆଳଙ୍କାରିକ କାବ୍ୟରେ ଅପୂର୍ବ ଶବ୍ଦ ବ୍ୟଞ୍ଜନ ଓ ଅର୍ଥ ଗୌରବକୁ ଆରୋପ କରି ସେ ଯେଉଁ ବିବିଧ କାବ୍ୟ କବିତା ରଚନା କରିଥିଲେ, ତାହା ଥିଲା ଓଡ଼ିଆ ଭାଷା ସାହିତ୍ୟର ସନ୍ଧିକ୍ଷଣରେ ବେଶ୍ ପ୍ରଭାବନିଷ୍ଠ ଓ ସ୍ପର୍ଦ୍ଧାଶୀଳ। କବିଙ୍କ ପୌରାଣିକ କାବ୍ୟ ବୈଦେହୀଶ ବିଳାସ ଏହି କାବ୍ୟ ରୀତର ଏକ ଅସାଧାରଣ ଦୃଷ୍ଟାନ୍ତ। ଏଥିରେ ବ ଅକ୍ଷରକୁ ପ୍ରତି ପାଦରେ ପ୍ରୟୋଗ କରି କବି ଚମତ୍କାର କବିତ୍ୱ ଓ ପାଣ୍ଡିତ୍ୟର ନିଦର୍ଶନ ଦେଇଛନ୍ତି। ଆଲୋଚ୍ୟ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାଟି କବିଙ୍କ ବୈଦେହୀଶ ବିଳାସ କାବ୍ୟର 40 ଛାନ୍ଦରୁ ଆନିତ। ଏହି କବିତାରେ ରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବା ପାଇଁ ଯେଉଁ ଯାତ୍ରାନୁକୂଳ କରିଛନ୍ତି, ତାର ଚମତ୍କାର ଚିତ୍ର ପ୍ରଦତ୍ତ ହୋଇଛି। ରାବଣ ସୀତା ଅପହରଣ ପରେ ତାକୁ ତାର ସ୍ୱର୍ଣ୍ଣ ଲଙ୍କାର ଅଶୋକ ବନରେ ନେଇ ବନ୍ଦିନୀ କରି ରଖିଥିଲେ। ରାମଚନ୍ଦ୍ର ସୀତାଙ୍କୁ ବ୍ୟାକୁଳତାର ସହ ସନ୍ଧାନ କରି କରି ଶେଷରେ ସୀତା ରାବଣ ରାଜ୍ୟ ଲଙ୍କାରେ ବନ୍ଦିନୀ ଅଛନ୍ତି ବୋଲି ଅବଗତ ହେଲେ। ଏହି ସମ୍ବାଦ ପାଇବା ପରେ ସୀତା ଉଦ୍ଧାର ପାଇଁ ତାଙ୍କ ଆତୁରତା ଅଧିକ ବଢ଼ିଗଲା। ସେ ଲଙ୍କା ଯାତ୍ରାନୁକୂଳ ପାଇଁ ନିଜର ଅନୁଗତ ବର୍ଗଙ୍କ ସହ ଆଲୋଚନା କଲେ, କିନ୍ତୁ ଯାତ୍ରାରେ ବାଧକ ଥିଲା ସମୁଦ୍ର। ସମୁଦ୍ର ପାର ନହେଲେ ଲଙ୍କାରେ ପହଞ୍ଚି ସୀତାଙ୍କୁ ଉଦ୍ଧାର କରିବା ଅସମ୍ଭବ ଥିଲା। ତେଣୁ ସିନ୍ଧୁକୁ ପଥରରେ ପୋତି ଏକ ପଥର ବନ୍ଧ ତିଆରି କରି ତାର ମାଧ୍ୟମରେ ଲଙ୍କାକୁ ଯାତ୍ରା କରିବାର ବିଚାର କଲେ ରାମଚନ୍ଦ୍ର। ତାଙ୍କର ଅନୁଗତ ବର୍ଗଙ୍କ ସହ ଏହି ବିଚାର ଅନୁଶୀଳନ ପରେ ପଥର ବନ୍ଧ ତିଆରି କରିବା ପ୍ରୟାସ କରାଗଲା। ବାନର ସେନା ଓ ଅନ୍ୟମାନେ ପଥର ଖଣ୍ଡ ବୋହି ଆଣି ସାଗର ଗର୍ଭକୁ ନିକ୍ଷେପ କଲେ। ମାତ୍ର ଅକଳନ ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ସମୁଦ୍ରକୁ ଶଙ୍ଖେ ତୁଲ୍ୟ ସେ ସବୁକୁ ଲୀନ ହୋଇଗଲେ।
ପାଣିରେ କିଛି ଫିଙ୍ଗିଲେ ସେଥିରୁ ବୁଦବୁଦ ବାହାରେ ଓ ପାଣି ଫେଣାଛନ୍ନ ହୋଇଯାଏ। ମାତ୍ର ଅଗଣନ କପିସେନଙ୍କ ସହାୟତାରେ ବିପୁଳ ପରିମାଣରେ ସମୁଦ୍ରକୁ ପଥର ନିକ୍ଷେପ କରାଯିବା ସତ୍ତ୍ୱେ ସେଥିରୁ ସାମାନ୍ୟ ବୁଦବୁଦ ବା ଫେଣାଦିର ଆଭାସ ମଧ୍ୟ ମିଳୁନଥିଲା। ରାମଚନ୍ଦ୍ର ଏହି ବ୍ୟର୍ଥତାରେ ମର୍ମାହତ ହୋଇପଡ଼ିଲେ। ବିସ୍ମୟରେ ଚକିତ ହୋଇଗଲେ। ଜଳାଧିପତି ବରୁଣକୁ ପ୍ରସନ୍ନ କରି ସେ ସେତୁବନ୍ଧ ତିଆରି କରିବା ପାଇଁ ଚିନ୍ତା କଲେ। ସାଗରର ଅଧିପତି ହେଉଛନ୍ତି ବରୁଣ। ସେ ଯଦି ପ୍ରସନ୍ନ ହେବେ ତେବେ ଅବିଳମ୍ବେ ପଥର ବନ୍ଧ ତିଆରି ହୋଇପାରିବ ଓ ତା ଉପରେ ସୈନ୍ୟ ସାମନ୍ତ ଧରି ଲଙ୍କାକୁ ଯାତ୍ରାନୁକୂଳ କରିପାରିବେ ବୋଲି ରାମଚନ୍ଦ୍ର ସ୍ଥିର କଲେ। ଶେଷରେ ବରୁଣକୁ ପ୍ରସନ୍ନ କରିବା ପାଇଁ ସେ ଉପବାସରେ କୁଶ ରୂପକ ତୃଣ ଶଯ୍ୟାରେ ଶୟନ କଲେ। କବି ଏହି ଚିତ୍ରର ଚମତ୍କାର କାବ୍ୟାୟନ କରିଛନ୍ତି ନିମ୍ନୋକ୍ତ ପଂକ୍ତିରେ। ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ, ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ। ରାମଙ୍କର ଆରାଧନାରେ ଓ ସାଧନାରେ ଶେଷରେ ବରୁଣ ପ୍ରସନ୍ନ ହେଲେ। ରାମଙ୍କୁ ବତାଇଲେ ସେତୁବନ୍ଧ ନିର୍ମାଣ ଓ ବାରିଧି ପାର ହେବାର କୌଶଳ। ପ୍ରସନ୍ନ ଚିତ୍ତରେ ରାମଚନ୍ଦ୍ର କୁଶଶଯ୍ୟା ତ୍ୟାଗ କଲେ। ଏହି ରୂପେ ରାମଚନ୍ଦ୍ର ଲଙ୍କା ଯାତ୍ରା ପାଇଁ ପ୍ରୟାସ କରିଥିବାର ବର୍ଣ୍ଣନା ଦେଇଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆଲୋଚ୍ୟ କବିତାରେ। ପିଲାମାନେ, ଏବେ 23 ନମ୍ବର କୋଶ୍ଚିନ୍ ଉପରେ ନଜର ପକାଇବା। ପଠିତ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର। କିମ୍ବା ରାମଙ୍କ ଲଙ୍କା ଯାତ୍ରାର ଶୁଭାନୁକୂଳ ଓ ଯୁଦ୍ଧ ଯାତ୍ରାକୁ ନିଜର କୂଟନୀତି ଦ୍ୱାରା ରାବଣ କିପରି ପ୍ରତିହତ କରିବାକୁ ଚାହୁଁଥିଲା ତାର ବିବରଣୀ ପ୍ରଦାନ କର। ଆନ୍ସର: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲିଖିତ ବୈଦେହୀଶ ବିଳାସ କାବ୍ୟରେ 40 ଛାନ୍ଦରେ ରାବଣର କୂଟନୀତି ଓ ରାମଙ୍କ ଲଙ୍କା ଯାତ୍ରା ପାଇଁ ଅନୁକୂଳ କରିବା କଥା ବର୍ଣ୍ଣନା କରିଛନ୍ତି। ଏହି ପ୍ରସଙ୍ଗକୁ ଆଲୋଚ୍ୟ କବିତା ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରେ ସ୍ଥାନିତ କରାଯାଇଛି। ରାବଣଙ୍କ ଲଙ୍କାପୁରୀରେ ସୀତା ବନ୍ଦିନୀ ଥିବାର ଠାବ କଲା ପରେ ରାମଚନ୍ଦ୍ର ଲଙ୍କା ଯାତ୍ରା ପାଇଁ ଅନୁକୂଳ ଆରମ୍ଭ କଲେ। ମାତ୍ର ଏଥିରେ ବାଧକ ହେଲା ସମୁଦ୍ର। ସମୁଦ୍ର ପାର ହେବା ପାଇଁ ପଥର ପକାଇ ବନ୍ଧ ତିଆରିର ପ୍ରୟାସ କଲେ ରାମଚନ୍ଦ୍ର। ମାତ୍ର ସେସବୁ ସମୁଦ୍ରର ଅକଳନ ଗର୍ଭରେ ଲୀନ ହୋଇଗଲା। ଏଥିପାଇଁ ସାଗରାଧିପତି ବରୁଣଙ୍କ ଶରଣାପନ୍ନ ହୋଇ କାର୍ଯ୍ୟସିଦ୍ଧି ଉପଲକ୍ଷେ ରାମଚନ୍ଦ୍ର ଉପବାସରେ କୁଶ ସେଜ ଉପରେ ଶୟନ କଲେ। ବରୁଣଙ୍କ ପ୍ରସନ୍ନତା ପାଇଁ ସେ ସାଧନା ଆରମ୍ଭ କରିଦେଲେ। ଇତ୍ୟବସରରେ ରାବଣ ରାମଙ୍କ ଯାତ୍ରାକୁ ପ୍ରତିରୋଧ କରିବା ପାଇଁ ଶୁକ ଓ ସାରଣ ନାମକ 2 ମନ୍ତ୍ରୀଙ୍କୁ ଦୂତ ଭାବେ ପଠାଇଲା। ରାମଙ୍କ ଶରଣାପନ୍ନ ତଥା ଅନୁଗତ ହୋଇଥିବା ବିଭୀଷଣ ଓ ଅଙ୍ଗଦଙ୍କ ନିକଟକୁ
ଉଦ୍ଦେଶ୍ୟ ଥିଲା ଏ ଦୁହିଁଙ୍କୁ ଉଚ୍ଚାଟିତ କରି ରାମଙ୍କ ଶିବିରରେ ଫାଟ ସୃଷ୍ଟି କରିବା। ରାବଣ ଥିଲା କୂଟନୀତିରେ ନିପୁଣ। ତାର କୂଟନୀତି ପ୍ରୟୋଗରେ ରାମ ଶିବିରରେ ବିଭେଦ ସୃଷ୍ଟି କରିବାକୁ ସେ କରିଛି ଗଭୀର ଚିନ୍ତା। ତାକୁ ସହାୟକ ହୋଇଛନ୍ତି ତାର ଦୁଇ ଅନୁଗତ ମାୟାବୀ ମନ୍ତ୍ରୀ ଅସୁର ଶୁକ ଓ ସାରଣ। ରାବଣ ଜାଣିଛି ବିଭୀଷଣ, ସୁଗ୍ରୀବ, ଅଙ୍ଗଦ ଆଦିଙ୍କ ସହାୟତାରେ ରାମଚନ୍ଦ୍ର ଲଙ୍କା ଉଦ୍ଦେଶ୍ୟରେ ଯୁଦ୍ଧ ଯାତ୍ରା କରିବେ। ତା ପୂର୍ବରୁ ସେ ସତର୍କ ହୋଇଛି। ବିପଦ ଆସିବା ପୂର୍ବରୁ ତାକୁ ରୋଧ କରିବା ହେଉଛି ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ। ରାବଣ ଏହି ବୁଦ୍ଧି ପ୍ରୟୋଗ କରିଛି ରାମଙ୍କ ପଥରୋଧ ପାଇଁ। ସେ ଶୁକ ସାରଣକୁ ଏହି କାର୍ଯ୍ୟରେ ନିୟୋଜିତ କରି ବିଭୀଷଣ ଓ ଅଙ୍ଗଦଙ୍କ ନିକଟକୁ କଳିର ମଞ୍ଜି ବୁଣିବାର ଅଭିଳାଷ ନେଇ ବାର୍ତ୍ତା ପ୍ରେରଣ କରିଛି। ଶୁକ ଓ ସାରଣକୁ ସେ ପରାମର୍ଶ ଦେଇଛି ବିଭୀଷଣ ଓ ସୁଗ୍ରୀବଙ୍କୁ କ'ଣ ଓ କିପରି କହି ରାମ ବିମୁଖ କରିବାକୁ ପଡ଼ିବ। ରାବଣ ମନ୍ତ୍ରୀ ଶୁକ ଓ ସାରଣକୁ ପରାମର୍ଶ ଦେବାକୁ ଯାଇ କହିଛି ଯେ ସେମାନେ ଯାଇ ବିଭୀଷଣକୁ କୁହନ୍ତୁ ରାବଣ ତାର ଅଗ୍ରଜ ପିତୃତୁଲ୍ୟ। ଯଦି ତାର କୌଣସି କଥା ତାକୁ ଆଘାତ ଦେଇଛି ତେବେ ସେ ତାହା ଭୁଲିଯିବା ଉଚିତ। ତା ଉପରେ ରାଗି ତା କଥାକୁ ମନ୍ଦ ଜ୍ଞାନ କରି ଜଟାଜୁଟଧାରୀ ରାମଙ୍କର ଶରଣ ନେବା ତା ପକ୍ଷେ ଅନୁଚିତ ହୋଇଛି। ଲଙ୍କାରେ ଥିବାବେଳେ ବିଭୀଷଣ ରାଜସୁଖ ଭୋଗ କରୁଥିଲା, କିନ୍ତୁ ଏବେ ଜଟାଜୁଟଧାରୀ ବିଭୂତି ଲେପିତ ଯୋଗୀତୁଲ୍ୟ ବନଚାରୀ ରାମଚନ୍ଦ୍ରଙ୍କ ସହିତ ଦୁଃଖରେ କାଳାତିପାତ କରୁଛି। ଉଚ୍ଚ କୂଳରେ ବିଭୀଷଣ ଜାତ ହୋଇଥିଲେ ବି ରାମଙ୍କ ପରି ଯୋଗୀଙ୍କଠାରେ ଶରଣ ନେବା ଲଜ୍ଜାକର କଥା। ରାବଣର ଏହି ବକ୍ତବ୍ୟରେ ଅଛି ମନ୍ଦ ଉଦ୍ଦେଶ୍ୟ। ବିଭୀଷଣଙ୍କ ମନରେ ଭାବାନ୍ତର ସୃଷ୍ଟି କରି ନିଜ ପ୍ରତି ଆକୃଷ୍ଟ କରିବା ଓ ରାମ ବିମୁଖ କରାଇବାର ଚମତ୍କାର କୂଟନୀତି ଏଥିରେ ଆରୋପିତ ହୋଇଛି। କବି ଏ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି ବିଭୂତିକ ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମି ଶରଣ କି କାରଣେ ଯେ। ଅଙ୍ଗଦକୁ ଉତ୍ତେଜିତ ତଥା ପ୍ରଭାବିତ କରି ରାମ ବିରୋଧୀ କରିବାକୁ ମଧ୍ୟ ରାବଣର କୂଟନୀତି ଚିନ୍ତାର ପଟାନ୍ତର ନାହିଁ। ଏହି କ୍ରମରେ ସେ ଶୁକ ଓ ସାରଣଙ୍କୁ ପରାମର୍ଶ ଦେଇଛନ୍ତି ଯେ ଅଙ୍ଗଦକୁ ସେମାନେ ସ୍ମରଣ କରାଇ ଦେବେ ରାମ କିପରି ତାର ବାପା ବଳିଙ୍କୁ ହତ୍ୟା କରିଥିଲେ। ସେହି ହତ୍ୟାକାରୀ ରାମଙ୍କଠାରୁ ପ୍ରତିଶୋଧ ନ ନେଇ ସେ ତାଙ୍କଠାରେ ଶରଣ ଯିବା ଅଙ୍ଗଦ ପାଇଁ ଶୋଭା ପାଉନାହିଁ। ଶୁକ ଓ ସାରଣକୁ ରାମଙ୍କ ବିରୋଧରେ ଯଥାକ୍ରମେ ବିଭୀଷଣ ଓ ଅଙ୍ଗଦକୁ ମତାଇ ରାମଙ୍କ ଶିବିରରେ ବିଭେଦ ସୃଷ୍ଟି ପାଇଁ ରାବଣର ପରାମର୍ଶ ବାସ୍ତବିକ ରାବଣର କୂଟନୀତିକ ପ୍ରତ୍ୟୁପନ୍ନମତିତାର ଯଥାର୍ଥ ନିଦର୍ଶନ। ବିବାଦ ଲଗାଇ
ଶତ୍ରୁ ଶିବିରରେ ବିଭେଦ ସୃଷ୍ଟି କରି ନିଜକୁ ବିଜିତ କରିବାର ଇଚ୍ଛା ପୋଷଣ କରିଛି ରାବଣ। ବିବାଦ ଲଗାଇ ରାମଙ୍କ କୌଶଳକୁ ପଣ୍ଡ କରିବାର ଯେଉଁ କୂଟନୀତି ରାବଣ କରିଛି, ତାହା ତାର କୂଟନୀତିକ ବିଶାରଦତାକୁ ପ୍ରମାଣିତ କରିଛି। କେବଳ ଏତିକି ନୁହେଁ, ରାବଣ ରାମଚନ୍ଦ୍ରଙ୍କ ସେନା ବଳ କଳନା କରିବାକୁ ମଧ୍ୟ ଇଙ୍ଗିତ ଦେଇଛି। ଏଥିରୁ ରାବଣର ଚତୁରତା ଓ ଯୁଦ୍ଧ ଜୟ ପାଇଁ ବିଧିବଦ୍ଧ ଯୋଜନା ସମ୍ପର୍କରେ ଅବଗତ ହୋଇହୁଏ। କବି ଉପେନ୍ଦ୍ର ରାବଣର ଏତାଦୃଶ କୂଟନୀତି ପ୍ରୟୋଗ, ଚିନ୍ତନ ଓ ପରିପ୍ରକାଶକୁ ଚମତ୍କାର ଭାବେ ଆଲୋଚ୍ୟ କବିତାରେ ବର୍ଣ୍ଣିତ କରିଅଛନ୍ତି।